ନେଇକି ଗୋଟେ ଝଡ଼ ଦେଖାଯାଇଛି ନ୍ୟାସନାଲ ଲେବୁଲରେ ଯୋଉଠିକି ମୋଦିଙ୍କର ନାଁ ଆସିଛି ଏବଂ ଆଉ କିଛି ବିଜନେସମ୍ୟାନ ଅଛନ୍ତି ଭାରତର ଅନେକ କୋଟିପତି ଲୋକ ଅଛନ୍ତି ଯୋଉମାନଙ୍କର କି ନାଁ ଅଛି ଏଫଷ୍ଟିନ୍ ଫାଇଲରେ। ଯୋଉ ଫାଇଲରେ କି ଦର୍ଶାଯାଇଛି ଏମାନେ ଛୋଟ ଛୁଆଙ୍କୁ ରେପ୍ କରୁଥିଲେ, ଛୋଟ ଛୁଆଙ୍କ ସହିତ ତାଙ୍କର ବ୍ଲଡ ପିଉଥିଲେ, ଏମିତି ଅନେକ ପ୍ରକାରର କଥା ଅଭିଯୋଗ ଆସୁଛି। ତାକୁ ନେଇକି କଣ କହିବେ? ଦେଖନ୍ତୁ, ପ୍ରଥମ କଥା ହଉଛି ଯେ ଏଫଷ୍ଟିନ୍ ଫାଇଲରେ ଯୋଉ କିଛି ଭାରତୀୟଙ୍କର ନାଁ ଆସିଛି, ସେ ଭାରତୀୟଙ୍କ ନାଁ ଭିତରେ ତିନି ଚାରିଟା ନାଁ ବେଶୀ ପ୍ରମୁଖ ଚର୍ଚ୍ଚାରେ ଆସିଛି। ଗୋଟେ କଥା ହଉଛି ଯେ ଜେଫ୍ରି ଏପଷ୍ଟାଇନକୁ ଭେଟିଥିଲେ ଏକାଧିକ ଥର କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ ଏବଂ ସେ କହୁଛନ୍ତି ଯେ ଭାରତର ବିଭିନ୍ନ ସରକାରୀ ରାଜଦୂତ ଭାବରେ ସେ ଦେଖା କରିଥିଲେ। 2019ରୁ ଜେଫ୍ରି ଏପଷ୍ଟାଇନ ହଉଛି ଗୋଟେ ମାନେ କ୍ରିମିନାଲ ଏବଂ ଦୋଷୀ ହେଇଥିବା କ୍ରିମିନାଲ, ଜେଲ ଯାଇଥିବା କ୍ରିମିନାଲ। ଗୋଟେ ଜେଲ ଯାଇଥିବା କ୍ରିମିନାଲ ସହିତ ଭାରତ ସରକାରର କଣ ସମ୍ପର୍କ ଥିଲା ଏବଂ ଭାରତ ସରକାରଙ୍କର ମନ୍ତ୍ରୀ ତାଙ୍କ ସହିତ କଣ ନେଗୋସିଏସନ କରୁଥିଲେ ଆମେ ଜାଣିନାହୁଁ। ଏବଂ ଏଫଷ୍ଟିନ୍ ଫାଇଲରେ ଯୋଉମାନଙ୍କର ନାଁ ଆସିଛି ସ୍ୱିଡେନ ଠୁ ଆରମ୍ଭ କରିକି ଇଂଲଣ୍ଡ ଆମେରିକାରେ ଯାହାର ନାଁ ଆସୁଛି ସେମାନେ ଇସ୍ତଫା ଦଉଛନ୍ତି। କେବଳ ଭାରତର ବିଜେପି ସରକାର ସିଏ ମୁହଁ ଫୁଟାଣି ଦେଖେଇକି କହୁଛନ୍ତି ନାଇଁ 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 ଆଜ୍ଞା, ଆମେ ସରକାରୀ କାମ କରୁଥିଲୁ। ମୁଁ ଜାଣି ନାହିଁ ଆଜ୍ଞା, ଭାରତ ସରକାର ଅପରାଧୀ ମାନଙ୍କୁ ନେଇକିରି ବୋଧେ କାମ କରୁଥିବେ। ଏବଂ ଏଫଷ୍ଟିନ୍ ଫାଇଲରେ ଜଣେ ଅପରାଧୀ କହୁଛି ଯେ ମୁଁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଏନସିଓର କଲି ଯେ ସିଏ ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ନାଚ ଗୀତରେ ସାମିଲ ହେବେ ଏବଂ ତାକୁ ଭାରତ ସରକାର କହୁଛନ୍ତି ନାଇଁ ନାଇଁ ସେ ଜଣେ ଅପରାଧୀ, ତା କଥାକୁ ନେଇକରି ଆମେ ଏତେ ଚିନ୍ତା କରିବା ନାହିଁ। ଜଣେ ଅପରାଧୀର କଥାକୁ ସାରା ପୃଥିବୀ ଗୁରୁତ୍ୱର ସହିତ ନେଇକରି ନୈତିକତା ଦାୟରେ ବଡ଼ ବଡ଼ ରାଜନେତା ଇସ୍ତଫା ଦେଲା ବେଳେ ଭାରତ ସରକାରଙ୍କର କିଛି ନିଦ ଭାଙ୍ଗୁନି। ଭାରତ ସରକାର ଭାବୁଛନ୍ତି ଯେ 140 କୋଟି ଭାରତୀୟ ହେଉଛନ୍ତି ଭକୁଆ ଏବଂ ସେମାନଙ୍କୁ କୌଣସି ପ୍ରକାରରେ जो जहाँ चाहिए बोधे भारतवासी ताहा विश्वास करेंगे ଏବଂ ତାରି ଭିତରେ ଆମେରିକା ସହିତ ଭାରତର ଟ୍ରେଡ୍ ଡିଲ୍ ହେଉଛି। ଯେଉଁ ଟ୍ରେଡ୍ ଡିଲ୍ରେ ସବୁଠୁ ଅଧିକ ଭାରତର କୃଷକ ଏବଂ ଭାରତର ବ୍ୟବସାୟୀ ସବୁଠୁ ଅଧିକ କ୍ଷତିଗ୍ରସ୍ତ ଏବଂ ଭାରତ $500 ବିଲିୟନ ର କାରବାର କରିବ ଆମେରିକା ସହିତ। ଆମେରିକାର କୃଷିଜାତ ଜିନିଷ, ଆମେରିକାର ମଦ, ଆମେରିକାର ଡ୍ରାଇ ଫ୍ରୁଟ୍, ଆମେରିକାର ପ୍ରୋସେସ୍ଡ ମକା ସବୁ ଯାକ ଭାରତର ବଜାରକୁ ଆସିବ ଏବଂ ଭାରତୀୟ ଚାଷୀ, ଭାରତର ବ୍ୟବସାୟୀ ମାନେ କ୍ଷତିଗ୍ରସ୍ତ ହେବେ। ସେଥିରେ ସରକାରଙ୍କର କିଛି ଚିନ୍ତା ନାହିଁ। ତେଣୁ ଏଫଷ୍ଟିନ୍ ଫାଇଲ ସମ୍ପର୍କରେ ଗୋଟିଏ ମାତ୍ର କଥା ମୋର କହିବାର ଅଛି, ସେଟା ହେଉଛି ଯେ ଭାରତ ଗୋଟେ ନୈତିକତାହୀନ, ବିବେକ ବିହୀନ ସରକାରର ସାମ୍ନା କରୁଛି।